ହିଞ୍ଜିଳିକାଟରେ ପାଳିତ ହୋଇଛି ସ୍ୱର୍ଗତ ଭି ସ୍ୱଜ୍ଞାନୀ କୁମାର ଦେଓଙ୍କ 89ତମ ଜନ୍ମବାର୍ଷିକ। ସରଳ ଜୀବନଶୈଳୀ, ଉଚ୍ଚ ଆଦର୍ଶ, ଶିକ୍ଷାଦର୍ଶ ଓ ସମାଜସେବାରେ ବାର୍ତ୍ତାକୁ ସ୍ମରଣ କରି ବକ୍ତାମାନେ ତାଙ୍କ ଜୀବନକୁ ଯୁବପିଢ଼ି ପାଇଁ ପ୍ରେରଣାଦାୟକ ବୋଲି କହିଛନ୍ତି। ଆସନ୍ତୁ ଦେଖିବା ଏହି ରିପୋର୍ଟ। ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ସ୍ୱୟଂଶାସିତ ବିଜ୍ଞାନ ମହାବିଦ୍ୟାଳୟ ସ୍ମାରକୀ ସଭାଗୃହରେ ବୁଧବାର ଶ୍ରାଦ୍ଧ ଓ ଗମ୍ଭୀର ସହ ପାଳିତ ହୋଇଛି। ଏ କାର୍ଯ୍ୟକ୍ରମ ଆରମ୍ଭରେ ଅତିଥିମାନେ ଦୀପ ପ୍ରଜ୍ୱଳନ କରିବା ସହ ସ୍ୱର୍ଗତ ଦେଓଙ୍କୁ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ଆୟୋଜିତ ସ୍ମାରକୀ ସଭାରେ ମୁଖ୍ୟ ଅତିଥି ପ୍ରଫେସର ଅରୁଣ କୁମାର ଖାଡ଼ଙ୍ଗା ସ୍ୱର୍ଗତ ଦେଓଙ୍କ ସରଳ ଜୀବନଶୈଳୀ, ଉଚ୍ଚ ଆଦର୍ଶ, ଶିକ୍ଷା ପ୍ରେମ ଏବଂ ସମାଜସେବା କ୍ଷେତ୍ରରେ ତାଙ୍କର ଅବିସ୍ମରଣୀୟ ଅବଦାନ ଉପରେ ଆଲୋକପାତ କରିଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ହରିହର ମୁନିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଡୋରା ମହାବିଦ୍ୟାଳୟର ବନମାଳୀ ପାଣିଗ୍ରାହୀ ମୁଖ୍ୟ ବକ୍ତା ଭାବେ ଯୋଗଦାନ ଦେଇଥିଲେ। ଡକ୍ଟର ଗୋକୁଳାନନ୍ଦ ପାତ୍ର ମଞ୍ଚାସୀନ ରହିଥିବା ବେଳେ ଅଧ୍ୟାପିକା ରୁବିନା ପାଢ଼ୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଅର୍ଚ୍ଚନା ସାହୁ, ଅନିଲ ପାତ୍ର IPS, ପ୍ରଫୁଲ୍ଲ କୁମାର ରଥ, କ୍ୟାପ୍ଟେନ୍ ଶ୍ରଦ୍ଧାଞ୍ଜଳି ସାହୁଙ୍କ ସମେତ ବହୁ ଅଧ୍ୟାପକ, କର୍ମଚାରୀ, ଛାତ୍ରଛାତ୍ରୀ ଏ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ। ଗଞ୍ଜାମ ଜିଲ୍ଲା ପ୍ରତିନିଧି କୃଷ୍ଣଚନ୍ଦ୍ର ସାମନ୍ତରାୟଙ୍କ ରିପୋର୍ଟ, ଓଡ଼ିଶା। ମୁଁ ଅରୁଣ କୁମାର ଖାଡ଼ଙ୍ଗା, ଏହି କଲେଜର ପୂର୍ବତନ ଅଧ୍ୟକ୍ଷ। ଆଜି ସ୍ୱର୍ଗତ ରାଣୀ ସାହେବାଙ୍କର 79ତମ ଜନ୍ମ ଜୟନ୍ତୀ ପାଳନ ଅବସରରେ ମୋତେ ଅନୁଷ୍ଠାନ ତରଫରୁ ଅଧ୍ୟକ୍ଷ ଏବଂ ଅଧ୍ୟାପକ ଅଧ୍ୟାପିକାମାନେ ମୁଖ୍ୟ ଅତିଥି ରୂପେ ନିମନ୍ତ୍ରଣ କରିଥିବାରୁ ମୁଁ ମୋର ଧନ୍ୟବାଦ ଜ୍ଞାପନ କରୁଛି। ଏବଂ ଏଇ ଯେଉଁ ଆଜି ରାଣୀ ସାହେବାଙ୍କର ଜନ୍ମଜୟନ୍ତୀ ପାଳନ କରାଯାଉଛି, ସେଥିରେ ଆମ ଶ୍ରଦ୍ଧାଞ୍ଜଳି ଶ୍ରଦ୍ଧାସୁମନ ଯେଉଁ ଜ୍ଞାପନ କରାଯାଉଛି, ତାର ମୁଖ୍ୟ ଉଦ୍ଦେଶ୍ୟ ହେଲା ତାଙ୍କର ଯେଉଁ ଚିନ୍ତାଧାରା ଯଦି ଆମେ ସମାଜରେ ସମସ୍ତଙ୍କୁ ଅନୁପ୍ରାଣିତ କରିପାରିବା ତାହେଲେ ଗୋଟେ ସୁସ୍ଥ ସମାଜ ଗଠନ ହୋଇପାରିବ। ଏହା ଉପରେ ଆଲୋଚନା ହେଲା। ରାଣୀ ସାହେବାଙ୍କର ଯେଉଁ ପ୍ରକାର ଚିନ୍ତାଧାରା, ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନ କ୍ଷେତ୍ରରେ ଉନ୍ନତି ଏବଂ ସୁସ୍ଥ ସମାଜ ଗଠନ କରିବାରେ ଯେଉଁ ପ୍ରୟାସ, ତାକୁ କେମିତି ଆମେ ବଜାୟ ରଖିବା, ତାଙ୍କୁ ସବୁବେଳେ ମନେ ରଖିବା, ତାଙ୍କର କାର୍ଯ୍ୟଶୈଳୀକୁ ବାସ୍ତବ ରୂପରେ ପରିଣତ କରି ନୂତନ ଚିନ୍ତାଧାରା, ନୂତନ ସମାଜ ଗଠନ କରିବାରେ ସମସ୍ତଙ୍କୁ ଆମେ ଅନୁପ୍ରାଣିତ କରିବା ଏବଂ ଆହ୍ୱାନ ଦେବା ଯେ ଯେମିତି ଆମର ଗୋଟେ ଅତି ଭଲ ସମାଜ ଏବଂ ଏହି ଶିକ୍ଷାନୁଷ୍ଠାନ ସେ ଯେଉଁ ଗଠନ କରିଥିଲେ ଏହି ଶିକ୍ଷାନୁଷ୍ଠାନର କିପରି ଉନ୍ନତି ହୋଇପାରିବ, ସେଥିପାଇଁ ସମସ୍ତ କର୍ମଚାରୀ, ଅଧ୍ୟକ୍ଷ, ଛାତ୍ରଛାତ୍ରୀମାନଙ୍କୁ ପ୍ରେରଣା ଦେଇ ଏହି ଅନୁଷ୍ଠାନର ଉନ୍ନତି କରିବା ପାଇଁ ଆଜି ଆମେ ସଂକଳ୍ପ ମୁଁ ଡକ୍ଟର ବନମାଳୀ ପାଣିଗ୍ରାହୀ, ଡୋରାସ୍ଥିତ ରାମନାରାୟଣ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ, ବର୍ତ୍ତମାନ ଖଲିକୋଟ ଏକକ ବିଶ୍ୱବିଦ୍ୟାଳୟର ସହଯୋଗୀ ପ୍ରଫେସର କାର୍ଯ୍ୟରତ ଅଛି। ବର୍ତ୍ତମାନ ରାଣୀ ସାହେବାଙ୍କ ଉପରେ ଆଜି ବର୍ତ୍ତମାନ ଆଜି ଖଲିକୋଟର ରାଣୀ ସାହେବା ଭି ସ୍ୱଜ୍ଞାନୀ ଦେଓ ମହୋଦୟଙ୍କର ଆଜି 99ତମ ଜନ୍ମବାର୍ଷିକୀ ଏବଂ ଏହି ଅବସରରେ ତାଙ୍କର ସ୍ମୃତିଚାରଣ କରିବା ପାଇଁ ଖଲିକୋଟ ଆମର ହିଞ୍ଜିଳିକାଟ ବିଜ୍ଞାନ ମହାବିଦ୍ୟାଳୟରେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ମୋତେ ମୁଖ୍ୟ ବକ୍ତା ଭାବରେ ନିମନ୍ତ୍ରଣ କରିଥିଲେ। ଖଲିକୋଟ ରାଜବଂଶର ଏକ ଐତିହ୍ୟ ଅଛି 1000 ବର୍ଷ ତଳର, କିନ୍ତୁ ହରିହର ମର୍ଦ୍ଦରା, ତାଙ୍କର ପୁତ୍ର ରାମଚନ୍ଦ୍ର ମର୍ଦ୍ଦରା, ତାଙ୍କ ପୁତ୍ର ପୂର୍ଣ୍ଣଚନ୍ଦ୍ର ମର୍ଦ୍ଦରାଜଙ୍କର ପତ୍ନୀ ଭାବରେ ଏହି ସ୍ୱଜ୍ଞାନୀ ଦେବୀ ଖଲିକୋଟ ରାଜବାଟୀକୁ ଅଳଙ୍କୃତ କରିଥିଲେ, ମଣ୍ଡିତ କରିଥିଲେ ଏବଂ ତାଙ୍କ ଜୀବନ କାଳରେ ଲଗାତାର ଭାବରେ 10 ଥର